ସେ ଆଦାନୀର ଆଖି ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ପଡ଼ିଛି। ଗନ୍ଧମାର୍ଦ୍ଦନ ଗୋଟେ ପାହାଡ଼କୁ ସେ ଆଦାନୀ ହଡ଼ପ କରିବାକୁ ଚାହୁଁଛି। ସେଠି ମାନେ ମାନେ ଯେଉଁମାନେ ବିକ୍ରେତା ଯିଏ ସିଏ ବିକିଛନ୍ତି ଆଦାନୀ କି ବିକିଛନ୍ତି ବୋଲି ସେମାନେ ପୋଲିସ ଜାଣିନାହାନ୍ତି। ଆମେ ଜାଣିବା କମ୍ପାନୀ ବୋଲା କେମିତି କହିବି ଆଦାନୀ କମ୍ପାନୀ କିଣିଛି ବୋଲି ଯାହା ରେକର୍ଡରେ ଆଉଛେ ତ ଆଦାନୀ କମ୍ପାନୀ ବୋଲି ଜାଣିଥିଲେ ତମେ? ନାଇଁ ଜାଣିବା। ଦେଖନ୍ତୁ କୋଉ ଭଳିଆ ପୋଲିସ ସେଠି ଚାଲ ପୋଲିସ ସେଠି ଖେଳ ହଉଛି। ମାନେ ଜମି ବିକ୍ରେତା ଯିଏ ସିଏ ଜାଣିନେ ଯେ ଆଦାନୀ କି ଆମେ ଜମି ବିକିଛୁ ବୋଲି। ସିଏ ଯିଏ ବିକ୍ରେତା ଯେ ତାଙ୍କୁ କହିଛନ୍ତି ଆମେ ସମ୍ବଲପୁର ଜଣେ ହଉଛି ମାନେ ବେପାରୀ ପଇସା ବିକିଛନ୍ତି। ଦେଖନ୍ତୁ କୋଉ ଭଳିଆ ପୋଲିସ ଚାଲ ଖେଳ ହଉଛି। ଆଉ ଧୀରେ ଧୀରେ ଆଦାନୀ ଓଡ଼ିଶା ହଡ଼ପ କରି ନବାରେ ହଉଛି ଲାଗିଛି। ଦେଖନ୍ତୁ ଫାଷ୍ଟ ହଉଛି କ'ଣ ବନ୍ଦର ଆସ୍ତେ ଆସ୍ତେ ଧୀରେ ଧୀରେ ବନ୍ଦର ନେଲା। ତାପରେ ହେଇ ଜମି ନେଲା 20 ଏକର ନା 18 ଏକର ଜମି ନେଲା। ତାପରେ ହେଇ ଆସ୍ତେ ଆସ୍ତେ ସବୁ କିଛି ହଡ଼ପ କରି ନବ। ଧୀରେ ନବ। ଆପଣମାନେ ଦେଖନ୍ତୁ ଏପଟେ ପୁଣି ଆମର କହୁଛନ୍ତି ମନ୍ତ୍ରୀ ଆମର କହୁଛନ୍ତି ଆମେ ହଉଛି ଜାଣିନୁ ନଈ ନ ଦେଖୁଣୁ ନଙ୍ଗଳା ହୁଅନ୍ତୁନୁ। ମାନେ ଆମେ ହଉଛି ଜାଣିନୁ ସେ କିଣୁ କୋଉ ଭଳିଆ ଦେଖନ୍ତି ଖେଳ ପୋଲିସ ଏଠି ଚାଲିଛି। କ'ଣ କହିବେ ଏମାନେ କେହି କିଛି ପୋଲିସକୁ କହିପାରିବେ। ଯାହା ହଇରାଣ ହେବେ ଜନତା ତାଙ୍କ ନେତା ମନ୍ତ୍ରୀ ସିଏ ଚୁପ୍ ରହିବେ। ଜନତା ହିଁ ହଇରାଣ ହେବେ। ୟାକୁ ନେଇ ଜନତା ପୋଲିସ ନା ଗନ୍ଧମାର୍ଦ୍ଦନ ପାହାଡ଼ ପଡ଼ୁ ସେଠି ଯାଇ ବିରୋଧ ପୋଲିସ କରିଛନ୍ତି ଜନତା। ବହୁତ କମ୍ପାନୀ ଆଗରୁ ହୋଇ ଆଇଛି ତାକୁ ପୋଲିସ ବିରୋଧ କରିଛନ୍ତି ଜନତା ବିରୋଧ ହଉଛି କରିଛନ୍ତି। ଆପଣମାନେ ସ୍କ୍ରିନ୍ ମଧ୍ୟରେ ପୋଲିସ ଆପଣ ଦେଖୁଥିବେ ଗନ୍ଧମାର୍ଦ୍ଦନ ପୋଲିସ ପାହାଡ଼ କୋଉ ଭଳିଆ ପୋଲିସ ଦେଖନ୍ତୁ। ଏଠି କୋଉ ଭଳିଆ ଆଦାନୀ ପୋଲିସ ଖେଳ ଖେଳୁଛି ଓଡ଼ିଶାରେ। ଆସ୍ତେ ଆସ୍ତେ ଧୀରେ କିନ୍ତୁ ପଶିବାକୁ ଲାଗିଛି। କିନ୍ତୁ ଲୋକମାନେ ଜନତା ପଶେଇବାକୁ ନାରାଜ। ଗୋଟେ ମାନେ ହଉଛି ଆଉ ଗୋଟେ କଥା ମହାରାଷ୍ଟ୍ରରେ ଆପଣ 1 ଲକ୍ଷ କୋଟିର ପୋଲିସ ଗୋଟେ ଜାଗା ଆଦାନୀ ପୋଲିସ ଦିଆଯାଇଛି। କିଏ ପୋଲିସ ଦେଇଥିବ ଆପଣ ମାନେ ବିଜେପି ସରକାର। ଏଠି ମହାରାଷ୍ଟ୍ରରେ କିଏ ଅଛି ଆପଣ ଏନଡିଏ ସରକାର ଗଠବନ୍ଧନ କରିଛି। 1 ଲକ୍ଷ କୋଟିର ମାନେ ହଉଛି ଗୋଟେ ଜାଗା ଆଦାନୀ ପୋଲିସ ଦିଆଯାଇଛି। ଦେଖନ୍ତୁ ପୋଲିସ ଏଠି ମାନେ ଯିଏ ସରକାର ଯିଏ ଦେଖନ୍ତି କେମିତି ଆସ୍ତେ ଆସ୍ତେ ଗୁଜୁରାଟି ସବୁ କିଛି ଦବାରେ ପୋଲିସ ଲାଗିଛନ୍ତି। ଗୁଜୁରାଟି ହିଁ ସବୁ କିଛି ଲୁଟିବାରେ ଲାଗିଛନ୍ତି। ସବୁ ମାନେ ସିଏ କହୁଛନ୍ତି ଆମେ ନୁହଁ। ଦେଖୁନାହାନ୍ତି ଆମ ଦେଶର ପୋଲିସ କ'ଣ ହଉଛି। ମାନେ 16 ଲକ୍ଷ କୋଟିର ମାନେ ହଉଛି କର୍ଜ ପୋଲିସ ଛାଡ଼ା ପୋଲିସ କରାଗଲା। ଆଦାନୀ ଆଉ ବହୁତ କିଛି ଲୋକ ଅଛନ୍ତି କିନ୍ତୁ ଗରିବ ଲୋକ ଜନସାଧାରଣ ଯିଏ ଚାଷୀ ମୂଲିଆ ତାଙ୍କର କର୍ଜ ପୋଲିସ ଛାଡ଼ା ପୋଲିସ କରାଯାଉନି। ଏଇଟା ଠିକ୍ କି ବୋଲି ଆପଣମାନେ କୁହନ୍ତୁ। ସରକାର ଠିକ୍ କରୁଛନ୍ତି। ସାଧାରଣ ଜନ ଯଦି ତାଙ୍କ କହୁଛି ଟ୍ୟାକ୍ସ ନେଉଛନ୍ତି ସବୁ ନେଉଛନ୍ତି। ବଡ଼ ବଡ଼ ଯେ କୋଟିପତି ଯେ କମ୍ପାନୀ ଆଦାନୀ ଦେଖୁଛନ୍ତି ଯିଏ ଅଛି କର୍ଜ ପୋଲିସ ତାଙ୍କର ଛାଡ଼ କରିଯାଉଛି। ତାହେଲେ ଜନସାଧାରଣ ସିଏ ମରିବେ। ସରକାର ଠିକ୍ କରୁଛନ୍ତି। ଧୀରେ ଧୀରେ ପୋଲିସ ଅକ୍ତିଆର କରିବାକୁ ଲାଗିଲାଣି ପୋଲିସ ଆଦାନୀ। ତା ଆଖି ଆଗରେ ଗନ୍ଧମାର୍ଦ୍ଦନ ପୋଲିସ ପାହାଡ଼ ସେଇଠୁ ପୋଲିସ ଖଣି ବାହାରିବ ସେଠି କାରବାର ପୋଲିସ କରିବ। ଓଡ଼ିଶାର ଜନତା ଭକୁଆ ଭଳିଆ ପୋଲିସ ଅନେଇଥିବେ। ବହୁତ କମ୍ପାନୀ ଆଗରୁ ଯାଇଛି ଲୋକମାନେ ବିରୋଧ କରୁଛନ୍ତି କିନ୍ତୁ ଏ କମ୍ପାନୀଟା ତାଡ଼ୁଆ କମ୍ପାନୀ। ମାନେ ଆଦାନୀ ପୋଲିସ ସିଏ ପୁରା ଅଲଗା ପ୍ରକାର। ମାନେ ତା ପାଇଁ ବିଜେପି ସରକାର ବିଜେପି ପାର୍ଟି ପୋଲିସ ଚୁପ୍। ତା ପାଇଁ ଆଦାନୀ ନା ଆଦାନୀ ପାଇଁ ହଉଛି ବିଜେପି ପାର୍ଟି ନା ବିଜେପି ପାଇଁ ବା ଆଦାନୀ ହଉଛି କାମ କରୁଛି। ପ୍ରଧାନମନ୍ତ୍ରୀ ପାଇଁ ଆଦାନୀ କାମ କରୁଛି। ଆଦାନୀ ପାଇଁ ପ୍ରଧାନମନ୍ତ୍ରୀ ହଉଛି ଆମର ହଉଛି କାମ କରୁଛନ୍ତି। ଧୀରେ ଧୀରେ ସବୁ କିଛି ଲୁଟି ନେବ। ଆପଣମାନେ ଫଟୋ ସ୍କ୍ରିନ୍ ମଧ୍ୟରେ ଆପଣମାନେ ଦେଖୁଥିବେ କୋଉ ଭଳିଆ ହ୍ୟାଣ୍ଡସମ୍ କୋଉ ଭଳିଆ ଏଇଭଳିଆ ପୋଲିସ କାରିଗର ପୋଲିସ ଚାଲିବ। ସରକାର ତ ପୋଲିସ ତାଙ୍କର ସରକାର ପୋଲିସ ବିରୋଧ କରିବ ହଉଛି କାହାକୁ ପଇସା ପାଇଲେ ଯେ ନେତା ମନ୍ତ୍ରୀ ସିଏ ଚୁପ୍ ହେଇ ରହିବେ। କୋଟି କୋଟି ଟଙ୍କା ପାଇଲେ ତାର ଚୁପ୍ ହେଇ ରହିଲେ ଜନସାଧାରଣ ପୋଲିସ ମରନ୍ତୁ। ଜନସାଧାରଣ 500 ଟଙ୍କିଆ ମୁଠ ଭୋଟ ଦେଇକି ନେତା ମନ୍ତ୍ରୀ କରିବା ମାଡ଼ ଲାଗିବା ହେଇ କମ୍ପାନୀ ଆସିବ ହଡ଼ପ କରି ସବୁ କିଛି ନେଇଯିବ। ଠିକ୍ ନା ଭୁଲ? ଛତିଶଗଡ଼ରେ ଗୋଟେ ପାହାଡ଼ ପଶିକି ଗଛ ଲତା ପଶି ବହୁତ କିଛି ପୋଲିସ ସେଠି ଥିଲା। ଆଦାନୀ ପୋଲିସ ସେ ପ୍ରୋଜେକ୍ଟଟା ପୋଲିସ ପାହାଡ଼ ପୋଲିସ ନେଲା ପରେ ସେମାନେ ସେଟା ପୁରା ମରୁଭୂମି ପୋଲିସ ହେଇଗଲା। ଲୋକମାନେ ସେ ଏରିଆକୁ ଯାଇପାରୁନାହାନ୍ତି। ଛତିଶଗଡ଼ ଓଡ଼ିଶାକୁ ଆଇଲେ ଖଣିଜ ସମ୍ପଦ ଏଠି ଅଧିକ ସବୁ ଆସ୍ତେ ଆସ୍ତେ ଲୁଟିକି ପୋଲିସ ସବୁ ନେଇଯିବ। ଓଡ଼ିଶା ଲୋକ ଭକୁଆ ଅନେଇଥିବେ ପରିବର୍ତ୍ତନ ହେଇଯାଇଛି। ହଉ ଛାଡ଼ ଭିଡ଼ିଓଟା ଆପଣ ଏଇଠି ଆମେ ଶେଷ କରୁଛୁ। ଭିଡ଼ିଓଟା ଯଦି ଆପଣଙ୍କୁ ଯଦି ଭଲ ଲାଗିଥିବ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।